ଦେଖନ୍ତୁ ରାୟଗଡ଼ା ବିଜେପି ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଯିଏକି ଆମର ଆଦିବାସୀ ଜିଲ୍ଲା ପ୍ରଶାସକ ଅତିରିକ୍ତ ଜିଲ୍ଲାପାଳଙ୍କୁ ଧମକେଇ ଡରେଇ କାମ ଆଦାୟ କରିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ଗାଳିଗୁଳଜ ମଧ୍ୟ ଦେଉଛନ୍ତି। ତ ଆମ ଜିଲ୍ଲାର ଯେଉଁ ବିକାଶ ପାଇଁ ଆମେ ସ୍ୱପ୍ନ ଦେଖୁଛୁ 3 ଜଣ ବିଧାୟକ ସେଟାକୁ ମଧ୍ୟ ବାଧାପ୍ରାପ୍ତ କରୁଛନ୍ତି ଏବଂ ବିଜେପିର ଯେଉଁ ପ୍ରକାର ଅହଙ୍କାର ବଢ଼ି ଯାଇଛି ଆପଣମାନେ ଦେଖିଥିବେ ଆମେ ମାଡ଼ ଖାଇଲୁ ପୁଣି ଆମେ ବହିଷ୍କାର ହେଲୁ ଏ ଗୃହରୁ ଏ ପ୍ରକାର ଆମ ଜିଲ୍ଲାରେ ମଧ୍ୟ ବିଜେପିର ସଭାପତି ତାଙ୍କର ମନମୁଖୀ ଶାସନ ଦଳରେ ଅଛି ବୋଲିକିରି ଧମକେଇ ଫମକେଇ କାମ ଆଦାୟ କରୁଛନ୍ତି। ଏଇଟା କଦାପି ଚଳିବ ନାହିଁ। ଗୋଟେ ଆଦିବାସୀ ଗୋଟେ ଜିଲ୍ଲା ପ୍ରଶାସକକୁ ଯଦି ଏ ପ୍ରକାର ଡରେଇବେ ତାହେଲେ ନିଶ୍ଚିତ ଭାବରେ ଆର ଜବାବ ଆଗାମୀ ଦିନରେ ଦିଆଯିବ। ଏ ହେଉଛି ଅପରାଧ। ଏ ଅଫିସର ମାନଙ୍କୁ ସେ ଦରମା ଦେଉଛି, ସତ୍ସାହସ ଅଛି ଆମମାନଙ୍କ ସହିତ ଲଢ଼େଇ କରୁ। ସେ ଅଫିସର ମାନଙ୍କ ସହିତ କାହିଁକି ଧମକ ଚମକ ଦେବ, ଟଙ୍କା ବଟି କାହିଁକି ଆଦାୟ କରିବ? ଏ ହେଉଛି ବିଜେପିର ଏ ନୀତି। ଆପଣ ଦେଖନ୍ତୁ ବିଧାନସଭାରେ ମଧ୍ୟ ଆମର ନାରୀ ସୁରକ୍ଷା ପାଇଁ ଆମେ ବାରମ୍ବାର ଆମେ ଦାବି କରି ଆସୁଛୁ, କିନ୍ତୁ ଯେତେବେଳେ ଆମେ ଦାବି କଲା ବେଳକୁ ଆମର ବରିଷ୍ଠ 5 ଥର ବିଧାୟକ ତାରା ବାହିନୀପତିଙ୍କୁ ସସ୍ପେଣ୍ଡ କରାଗଲା ବିନା କାରଣରେ, ବିନା ଦୋଷରେ। କିନ୍ତୁ ଆପଣ ଭିଜୁଆଲ ଦେଖୁଥିବେ ଯେଉଁ ପ୍ରକାର ଆମର ମୁକେଶ ମହାଲିକ ଯେଉଁ ମିନିଷ୍ଟର ଉସ୍କୁଛନ୍ତି, ମାର ପିଟ ଦୁଇ ଅକ୍ଷର ଭାଷାରେ କହୁଛନ୍ତି, ସବୁ ଭିଡ଼ିଓ ଭାଇରାଲ ହେଉଛି। ବାବୁ ସିଂ ଆମର ଯେତିକି ମାରପିଟ ଫେଲା କରିଛନ୍ତି ତାଙ୍କୁ କାହିଁ ସସ୍ପେଣ୍ଡ କରାଗଲା ନାହିଁ? ବିଜେପି ସରକାର ଏ ମନମୁଖୀ ସରକାର, ଏ ନାରୀଙ୍କୁ ଏବଂ ଲୋକମାନଙ୍କର ବିରୋଧୀ ସରକାର। ତେଣୁ ଆମେ ଦୃଢ଼ ନିନ୍ଦା କରୁଛୁ। ଯେଉଁ ରାୟଗଡ଼ା ଜିଲ୍ଲାର ଯେଉଁ ବିଜେପି ସଭାପତି ତାଙ୍କର ବାପାଙ୍କର ସମ୍ପତ୍ତି ଦରମା ଦେଉଛି, ଅଫିସର ମାନଙ୍କୁ ଧରା ଚମକା କରିବ କିଏ ସେ? ଆମେ ବିଧାୟକ ଲକ୍ଷ ଲକ୍ଷ ଭୋଟ ଦେଇ ଆମକୁ ଜିତେଇଛନ୍ତି, ଆମେ ଅଫିସର ମାନଙ୍କୁ ଏତେ ସମ୍ମାନର କଥା ହଉଛୁ, ଲୋକଙ୍କ କାମ କରୁଛନ୍ତି ତାଙ୍କେ, କାହିଁ ସେ କରିବ? ତେଣୁ ଆମେ ଦୃଢ଼ ନିନ୍ଦା କରୁଛୁ। ରାୟଗଡ଼ା ବାସୀ ତରଫରୁ ତାକୁ ଆମର ନିବେଦନ କରୁଛୁ ସରକାରଙ୍କୁ, ଯେଉଁ ପ୍ରକାର ଅପବ୍ୟବହାର କରିଛି ଆମର ଅଫିସର ମାନଙ୍କୁ, ତେଣୁ ତାକୁ ଆରେଷ୍ଟ କରାଯାଉ, ତାକୁ ଦଣ୍ଡ ଦିଆଯାଉ। ଧନ୍ୟବାଦ। ଦେଖନ୍ତୁ ଗୋଟେ ସମ୍ବେଦନଶୀଳ ଘଟଣା ଆମ ରାୟଗଡ଼ା ଜିଲ୍ଲା ପାଇଁ, ତା ବାଦେ ମଧ୍ୟ ଓଡ଼ିଶା ପାଇଁ ମଧ୍ୟ। ଆପଣ ଜାଣିଥିବେ ଆମ ରାୟଗଡ଼ା ଜିଲ୍ଲା ହେଉଛି ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ପ୍ରାୟ 80% ଲୋକ ଆଦିବାସୀ ଲୋକ ସେଇଠି ବସବାସ କରନ୍ତି। ଯେତିକି ଅଫିସର ଅଛନ୍ତି 80% ଅଫିସର ଯେଉଁମାନେ ଅଛନ୍ତି ସେମାନେ ଆଦିବାସୀ ମାନଙ୍କର ଉନ୍ନତି କରିବା ପାଇଁ ମାନେ ସେମାନେ ସେଠି ପୋଷ୍ଟିଂ ହେଇଛନ୍ତି। କିନ୍ତୁ କାଲିର ଘଟଣା କ'ଣ ହେଇଛି, ଗତ ପୂର୍ବ ଦିନର ଘଟଣା ଯେ ବିଜେପି ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଅଫିସର ଏଡିଏମ୍ ଅଛନ୍ତି ନିହାର ରଞ୍ଜନ କହଁର ବାବୁ, ତାଙ୍କୁ ଫୋନ୍ କରିକି ଧମକ ଚମକ ଦେଇଛନ୍ତି, ତାଙ୍କୁ ମିସବିହେଭ୍ କରିଛନ୍ତି। ଏଇଟା ଆପଣ ଜାଣିଥିବେ ପୂର୍ବ ଦିନରେ ଆମର ଘଟିଥିଲା ବିଧାନସଭାରେ ଯେ ଶାସକ ଦଳର ବିଧାୟକ ଗୁଡ଼ାକ ବିପକ୍ଷ ଦଳର ବିଧାୟକ ମାନଙ୍କୁ ଗାଳି ଗୁଲଜ ଏବଂ କଲର ଫଲର ଧରିଛନ୍ତି। ମାନେ ଏ ବର୍ବରତା ବଢ଼ିଗଲାଣି, ସେମାନଙ୍କର ଗର୍ବ ବଢ଼ିଗଲାଣି। ଯେମିତି ବିଧାୟକ ମାନଙ୍କର ବର୍ବରତା ଗର୍ବ ବଢ଼ିଗଲାଣି, ସେମିତି ଜିଲ୍ଲା ସଭାପତି ମାନଙ୍କର ମଧ୍ୟ ଗର୍ବ ଅହଙ୍କାର ବଢ଼ିଗଲାଣି। ତ ଆକୁ ଆମେ ଦୃଢ଼ ନିନ୍ଦା କରୁଛୁ, ଯଥାଶୀଘ୍ର ତାଙ୍କୁ ଗିରଫ ଦାବି କରୁଛୁ ଆମ ରାୟଗଡ଼ା ଜିଲ୍ଲା ତରଫରୁ। ଏବଂ ଆମେ 3 ବିଧାୟକ ଅଛୁ, ଯୋଉଟାକି ଆମର ଅଞ୍ଚଳର ବିକାଶ ଯେଉଁ ହେବା କଥା ଯୋଉଟା ବାଧକ ସାଜୁଛି। ଯେଉଁ ଜିଲ୍ଲା ସଭାପତି ଅଫିସର ମାନଙ୍କୁ ଧମକ ଚମକ କରାଉଛନ୍ତି, ଗାଳି ଗୁଲଜ କରୁଛନ୍ତି, ଯଥାଶୀଘ୍ର ତାର ଆମେ ଗିରଫ ଦାବି କରୁଛୁ। ତାର FIR କପି ମଧ୍ୟ ଅଛି। ସେମାନେ କାଲି ବସିଥିଲେ ଆମର ଯେଉଁ ଓଏସ୍ ସଂଘ ବସିଥିଲେ, ସେମାନେ ଗୋଟେ ପ୍ରୋସିଡିଂ କରିଛନ୍ତି। ତା ବାଦେ କଲେକ୍ଟରଙ୍କୁ ମଧ୍ୟ ଗୋଟେ ଲେଖିକି ଜଣେଇଛନ୍ତି। ତା ବାଦେ ଏସ୍ପିକୁ ମଧ୍ୟ ଏସ୍ପିଙ୍କ ପାଖରୁ ଯାଇକି FIR ଦେଇଛନ୍ତି। ତ ଆମେ ଚାହୁଁଛୁ ଯେ ଯଥାଶୀଘ୍ର ଯେଉଁ ବିଜେପି ଜିଲ୍ଲା ସଭାପତି ତାଙ୍କୁ ଗିରଫ କରାଯାଉ।